ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ନେଇ ରାଜନୀତି ଚାଲିଥିବାର ଅଭିଯୋଗ ଆଣିଛି ବିଜେପି। ଶାସକ ଦଳ ଜଗନ୍ନାଥଙ୍କ ନାଁରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଏହି ସରକାର ସମୟରେ ଜଗନ୍ନାଥଙ୍କୁ ସବୁଠୁ ବେଶୀ ଉପେକ୍ଷା କରାଯାଇଛି। ଏହାଛଡ଼ା ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ବି ଉଠାଇଛି ଦଳ। ଜଗନ୍ନାଥଙ୍କ ନାଁରେ ବିଜେଡି କରୁଥିବା ରାଜନୀତିକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ। ତେବେ ବିଜେପିର ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଦୁଃଖର ବିଷୟ ହେଉଛି ଯେଉଁ ପ୍ରକାର ଭାବରେ ଓଡ଼ିଶା ସରକାରଙ୍କ ତରଫରୁ ଅର୍ପଣ ରଥ ଚାଲୁଛି ଏବଂ ତାଙ୍କ କଲରର ବ୍ୟାନରରେ ମୋତେ ଆପଣ କୁହନ୍ତୁ ଜଗନ୍ନାଥଙ୍କ ରଥ ହେଉ କି କାହାରି ରଥ, ଯେଉଁ ପ୍ରକାର ପିକଅପ୍ ଭ୍ୟାନରେ ସେ ବ୍ୟାନର ମାରୁଛନ୍ତି, ଯେଉଁ ପ୍ରକାର ଫ୍ଲେକ୍ସ ମାରୁଛନ୍ତି, ସେ ରଙ୍ଗର ଗୋଟିଏ ମଧ୍ୟ ରଥର ରଙ୍ଗ ନାହିଁ। ତେଣୁ ନିଜର ରାଜନୀତି କରିବା ପାଇଁ ନିଜର ରାଜନୈତିକ ଦଳୀୟ ପତାକାର ରଙ୍ଗକୁ ତା ଦେହରେ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏବଂ ତାଠାରୁ ଆହୁରି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେଉଛି ଯେ ଜଗନ୍ନାଥଙ୍କ ନାଁରେ ରଥ କରିବେ, ସେଥିରେ ନବୀନ ବାବୁ ହୁଅନ୍ତୁ କିମ୍ବା ତାଙ୍କ ଗୁମାସ୍ତାଙ୍କ ଫଟୋ ଲଗେଇବେ, ସେଥିରେ ଇଏ ମଧ୍ୟ ଆହୁରି ଜଗନ୍ନାଥ ସଂସ୍କୃତିକୁ ଅପମାନ। ତେଣୁ ସାଧାରଣ ଓଡ଼ିଆ ମଧ୍ୟ या उपरे बहुत व्यथित होकर विभिन्न जगार तांकर आक्रोश को प्रतिपादित करुचंती विरोध माध्यम रे। साधारण लोक मध्य बुझी सारी जगन्नाथंकर संस्कृतिर, जगन्नाथंक परंपरार, जगन्नाथ मंदिरर जदि कौनसी समय रे सर्वाधिक क्षति होईची ताले एई सरकार समय होईची। एई सरकार समय रे ब्रह्म विभ्राट होईची। एई सरकार समय रे दारू विभ्राट होईची। एई सरकार समय रे रत्न भंडार चाबी हजिची, रत्न भंडार पानी गलुची, मंदिर प्रति विपद अच्छी एक एएसआई कहला परे मध्य कोर्ट तुरंत रत्न भंडार को खोलिया पाई कहले सुधा कहीं खोलु नांती। ये सबु प्रश्न आज ओडिशावासी सामने अच्छी। ये सबु प्रश्नर उत्तर निश्चित भाव में विजु जनता दल को देवाक पड़े।